ମହିଳାମାନଙ୍କ ପାଇଁ ଖୁସି ଖବର। ମାର୍ଚ୍ଚରେ ଏକାଥରେ ଆସିବ 10,000। ତ ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ମହିଳାମାନଙ୍କ ପାଇଁ ବଡ଼ ଘୋଷଣା। ଆସନ୍ତା ମାର୍ଚ୍ଚ ମାସରେ 5,000 ନୁହେଁ, ଆକାଉଣ୍ଟକୁ ଆସିବ ଏକାଥରେ 10,000 ସୁଭଦ୍ରା ଟଙ୍କା। ଉପକୃତ ହେବେ କୋଟି କୋଟି ମହିଳା। ହେଲେ ତା ପୂର୍ବରୁ ଆପଣଙ୍କ ଆକାଉଣ୍ଟରେ ଯଦି କିଛି ସମସ୍ୟା ରହିଛି, ପ୍ରଥମେ ତା'ର ସମାଧାନ କରନ୍ତୁ ଆଉ ସୁଭଦ୍ରା ଯୋଜନାର ଲାଭ ଉଠାନ୍ତୁ। ଏକାଥରେ 10,000 ସୁଭଦ୍ରା ଟଙ୍କା ପାଆନ୍ତୁ। ଆକାଉଣ୍ଟରେ ତ୍ରୁଟି। ଯଦି ଦେଖିବା ଏବେ ସୁଦ୍ଧା ପାଖାପାଖି 1 କୋଟି ମହିଳା ସୁଭଦ୍ରା ଟଙ୍କାର 5,000 ଲେଖାଏଁ ପାଇସାରିଛନ୍ତି। ଅର୍ଥାତ୍ ପ୍ରଥମ କିସ୍ତିରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମହିଳାଙ୍କୁ ଆକାଉଣ୍ଟକୁ ଗତ 8 ତାରିଖ ଦିନ ପଠାଇ ସାରିଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ଏବେ ବି ଅନେକ ମହିଳା ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି। ଯେହେତୁ ସେମାନଙ୍କ ଆକାଉଣ୍ଟ କିମ୍ବା ଆଧାର କାର୍ଡରେ କିଛି ତ୍ରୁଟି ରହିଛି, ତେଣୁ ସେମାନେ ଟଙ୍କା ପାଇପାରି ନାହାନ୍ତି। ତେଣୁ ମନରେ ଆଶଙ୍କା ଆସୁଛି କି ଆଉ ନୂଆ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ କି ନାହିଁ। ଜାଣି ରଖନ୍ତୁ କାହାକୁ ମିଳିବ ଟଙ୍କା। ଅନେକ ସମୟରେ ଦେଖିବାକୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ବାରମ୍ବାର ଅପଡେଟ୍ ଦେଉଛନ୍ତି। ଯଦି କେହି ଯୋଜନାରୁ ବଞ୍ଚିତ ଅଛନ୍ତି, ହେଲେ ଚତୁର୍ଥ କିସ୍ତି ସରିଯାଇଥିଲେ ବି ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇ ନାହାନ୍ତି। ତେଣୁ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି କି ସେମାନେ ଆଉ ଟଙ୍କା ପାଇପାରିବେ କି ନାହିଁ। ଆମେ ଏଠି କହି ରଖୁଛୁ, ଯଦି ଆପଣ ଯୋଗ୍ୟ ଆଉ ଟଙ୍କା ପାଇନାହାନ୍ତି, ତାହେଲେ ଆପଣଙ୍କୁ ଟଙ୍କା ମିଳିବ। ତା ପୂର୍ବରୁ ଆପଣଙ୍କ ଭୁଲକୁ ସଂଶୋଧନ କରନ୍ତୁ ଆଉ ଆସନ୍ତା ମାର୍ଚ୍ଚ 8 ତାରିଖରେ ଦିଆଯିବାକୁ ଥିବା ଦ୍ୱିତୀୟ କିସ୍ତିରେ ଲାଭ ଉଠାନ୍ତୁ। କାରଣ ଆପଣ ଯଦି ପ୍ରଥମ କିସ୍ତି ପାଇନାହାନ୍ତି, ତାହେଲେ ଦ୍ୱିତୀୟ କିସ୍ତିରେ ଏକାଥରେ 10,000 ଟଙ୍କା ପାଇବେ। ଆଉ ଯେଉଁମାନେ ପ୍ରଥମ କିସ୍ତି ପାଇଛନ୍ତି ସେମାନଙ୍କୁ 5,000 ଟଙ୍କା ମିଳିବ। ଭିଡ଼ିଓକୁ ଲାଇକ୍ କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବାକୁ ଜମା ବି ଭୁଲନ୍ତୁ ନାହିଁ।